ପଦ୍ମ ପୁରାଣରେ ବର୍ଣ୍ଣିତ ଏହି ଘଟଣା ଆରମ୍ଭ ହୁଏ ଯମୁନା ନଦୀ କୂଳରୁ। ଏକ ଶାନ୍ତ ସକାଳ, କିଛି ଗୋପୀ ନଦୀରେ ସ୍ନାନ କରିବା ପାଇଁ ଆସୁଥିଲେ। ସେମାନେ ନିଜ ବସ୍ତ୍ର କୂଳରେ ରଖି ଜଳ ଭିତରକୁ ପ୍ରବେଶ କଲେ। ସେମାନେ ଜାଣିନଥିଲେ ଠିକ୍ ସେହି ସମୟରେ ନଦୀ କୂଳରେ ଥିବା ଏକ କଦମ୍ବ ବୃକ୍ଷ ଉପରେ ବସି ସମସ୍ତ ଦୃଶ୍ୟ ଦେଖୁଥିଲେ ସ୍ୱୟଂ ଶ୍ରୀକୃଷ୍ଣ। ଗୋପୀମାନେ ସ୍ନାନରେ ମଗ୍ନ ହେବା ମାତ୍ରେ ଏକ ପ୍ରତ୍ୟାଶିତ ଘଟଣା ଘଟିଲା। ଶ୍ରୀକୃଷ୍ଣ ଚୁପଚାପ ସେମାନଙ୍କ ବସ୍ତ୍ର ଉଠାଇ ନେଇ ଏକ ଗଛ ଉପରେ ରଖିଦେଲେ। କିଛି ସମୟ ପରେ ଗୋପୀମାନେ ସ୍ନାନ ସାରି ବାହାରକୁ ଆସିବାକୁ ଚାହିଁଲେ, କିନ୍ତୁ ତାଙ୍କର ବସ୍ତ୍ର ଗାୟବ ଥିଲା। ଚାରିଆଡ଼େ ଖୋଜାଖୋଜି ଆରମ୍ଭ ହେଲା ଏବଂ ହଠାତ୍ ତାଙ୍କ ଦୃଷ୍ଟି ଗଛ ଉପରେ ପଡ଼ିଲା। ସେଠାରେ ବସିଥିଲେ ଶ୍ରୀକୃଷ୍ଣ। ମୁହଁରେ ଥିଲା ଏକ ରହସ୍ୟମୟ ହସ। ଗୋପୀମାନେ କହିଲେ, କାହ୍ନା, ଆମକୁ ଏମିତି ଦେଖି ତୁମକୁ ଲାଜ ଲାଗୁନାହିଁ? କିନ୍ତୁ ଶ୍ରୀକୃଷ୍ଣ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ସେ କହିଲେ, ଲାଜ ମୋତେ ନୁହେଁ, ଲାଜ ତ ତୁମକୁ ଲାଗିବା କଥା। ଗୋପୀମାନେ ବୁଝିଗଲେ ଯେ ବସ୍ତ୍ର ଶ୍ରୀକୃଷ୍ଣଙ୍କ ପାଖରେ ଅଛି। ସେମାନେ ଅନୁରୋଧ କଲେ, ହେ କାହ୍ନା, ଆମର ବସ୍ତ୍ର ଫେରାଇ ଦିଅ। ତାପରେ ଶ୍ରୀକୃଷ୍ଣ କହିଲେ, ବସ୍ତ୍ର ଏହି ଗଛ ଉପରେ ଅଛି, ବାହାରକୁ ଆସି ନେଇଯାଅ। କିନ୍ତୁ ଗୋପୀମାନେ ବାହାରକୁ ଆସିପାରିଲେ ନାହିଁ, କାରଣ ସେମାନେ ନିର୍ବସ୍ତ୍ର ଥିଲେ। ଏବଂ ସେଠାରୁ ଆରମ୍ଭ ହେଲା ଏକ ଏମିତି ସଂଳାପ ଯାହା ଏହି ଲୀଳାର ପ୍ରକୃତ ଉଦ୍ଦେଶ୍ୟ ପ୍ରକାଶ କରେ।